ଯୀଶୁ ସମାଧିରେ କଣ କରୁଥିଲେ? ପ୍ରାୟ ସମସ୍ତ ସୁସମାଚାର, ଏ ଚାରିଗୋଟି ସୁସମାଚାର ଯୀଶୁଙ୍କର ମୃତ୍ୟୁକୁ ଉଲ୍ଲେଖ କରେ। ଆପଣ ଯଦି ଦେଖିବେ ଲୁକ ତାର 23 ପର୍ବ ତାର 46 ପଦ, ଲୁକ 23:46। ଆଉ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କରୁଅଛି। ଏହା କହି ସେ ପ୍ରାଣ ତ୍ୟାଗ କଲେ। ସେ ପ୍ରାଣ ତ୍ୟାଗ କଲେ। କାହିଁକି ଏଟା ମୁଁ କହିବା ପାଇଁ ଚାହେଁ, ଅନେକ କହୁଛନ୍ତି ଯେ ଯୀଶୁ ମରି ନଥିଲେ, କିଏ କିଏ କହୁଛନ୍ତି ମୂର୍ଚ୍ଛା ହେଇ ଯାଇଥିଲେ, ତାପରେ ଶିଷ୍ୟ ମାନେ ଚୋରି କରିକି ନେଇଗଲେ। ଏଇଟା କେବଳ ଆମର ଦେଶରେ ହେଇପାରେ, ଯୋଉଠିକା ସରକାର ବି ଦୁର୍ବଳ ଥିବ ଆଉ ପ୍ରଶାସନ ବି ଦୁର୍ବଳ ଥିବ। ଏଟା ରୋମିଓ ସରକାର ଆଉ ତାଙ୍କର ସୈନ୍ୟମାନେ। ଆପଣ ଜାଣିଛନ୍ତି ବାଇବଲ ଉଲ୍ଲେଖ କରେ ଯୀଶୁ ମଲା ପରେ ତାଙ୍କର ଶରୀରକୁ ସମାଧିସ୍ଥ କରାଯାଉଛି, ଆଉ ସମାଧି କଲା ପରେ ସେ ସମାଧିକୁ ପ୍ରହରୀ ଦଳ ଦ୍ୱାରା ମାନେ ଜଗିବା ପାଇଁ ପ୍ରହରୀ ଦଳ ରଖାଯାଉଛି, ତାକୁ ମୁଦ୍ରାଙ୍କିତ କରି ରଖାଯାଉଛି। କାହିଁକି? ପ୍ରଭୁ ଯୀଶୁ କହୁଥିଲେ ଯେ ସେ ତୃତୀୟ ଦିନରେ ସେ ଉଠିବେ ବୋଲି। ତ ପୃଥିବୀରେ ତ କିଏ ମରିକରି ଉଠି ନାହାନ୍ତି, ତ ଏଇଟା ତ ବଡ ଅଜବ କଥା ହେଇଯିବ। ସେଇଥିପାଇଁ କଣ କଲେ, 3 ଦିନ ପର୍ଯ୍ୟନ୍ତ ସେମାନେ ସମାଧି ପାଖରେ ପ୍ରହରୀକୁ ଜଗେଇଥିଲେ। ବେଷ୍ଟ ଗାର୍ଡ ଗୁଡାକୁ ସେମାନେ ଜଗିଥିଲେ ସେଠି, ସେ ସମାଧିକୁ ରକ୍ଷା କରିବା। ଆପଣ 4ଟି ସୁସମାଚାର ଦେଖିବେ ଯୀଶୁଙ୍କର ପ୍ରାଣ ତ୍ୟାଗ କରିବା ବିଷୟ ଲେଖାଯାଏ। ଆପଣ ଦେଖିବେ ମାଥ୍ୟୁ 27 ପର୍ବ ତାର 50 ପଦ। କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚ ସ୍ୱରରେ ଡାକି ପ୍ରାଣ ତ୍ୟାଗ କଲେ। ହଁ, ପ୍ରାଣ ତ୍ୟାଗ କଲେ, ଚିହ୍ନ ରଖିଥାନ୍ତି, ବହୁତ ଇମ୍ପୋର୍ଟାଣ୍ଟ। ଯୀଶୁଙ୍କର ଜନ୍ମ ଯେମିତି ଇମ୍ପୋର୍ଟାଣ୍ଟ, ଯୀଶୁଙ୍କର ଜନ୍ମକୁ ସମସ୍ତ ସୁସମାଚାର ଲେଖୁନାହାନ୍ତି। ମାଥ୍ୟୁ ଲେଖୁଛନ୍ତି ରାଜା ଭାବରେ, ଲୁକ ଲେଖୁଛନ୍ତି ମନୁଷ୍ୟ ପୁତ୍ର ଭାବରେ, ମାର୍କ ଲେଖୁନାହାନ୍ତି। ଯୋହନ ଲେଖିବାର ଆବଶ୍ୟକ ନାହିଁ, ଈଶ୍ୱରଙ୍କର ଜନ୍ମ ନାହିଁ। ସେ କଣ କହୁଛନ୍ତି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସାଙ୍ଗରେ ଥିଲେ, ସେଇ ବାକ୍ୟ ଦେହବନ୍ତ ହେଲେ, ଏଇଟା ସେ ଲେଖୁଛନ୍ତି। କିନ୍ତୁ ମୃତ୍ୟୁକୁ ସମସ୍ତେ ରେକର୍ଡ କରୁଛନ୍ତି, କାରଣ ଯୀଶୁଙ୍କର ମୃତ୍ୟୁଟା ରେକର୍ଡେଡ ହେବା ଦରକାର। ଯଦି ଜନ୍ମଟା ରେକର୍ଡେଡ ହେଇଛି, ତାଙ୍କର ଦୁଃଖ ଭୋଗ ରେକର୍ଡେଡ ହେଇଛି, ଆଉ ତାଙ୍କର ମୃତ୍ୟୁ ମଧ୍ୟ ରେକର୍ଡେଡ ହେବା ଦରକାର। ମାର୍କ 15 ପର୍ବ 37 ପଦ, ମାର୍କ 15:37। କିନ୍ତୁ ଯୀଶୁ ଉଚ୍ଚ ସ୍ୱର କରି ପ୍ରାଣ ତ୍ୟାଗ କଲେ। এই ପୁଣି ଲେଖାଯାଉଛି ଯୀଶୁ ଉଚ୍ଚ ସ୍ୱର କରି ପ୍ରାଣ ତ୍ୟାଗ କଲେ, ଏଟା ଲେଖାଯାଉଛି। ଯୋହନ 19 ପର୍ବ ତାର 38। ଏହି ସମସ୍ତ ଘଟଣା ପରେ ଯେଉଁ ହାରାମାଥିଆର ଯୋସେଫ ଯୀଶୁଙ୍କର ଜଣେ ଶିଷ୍ୟ ଥିଲେ, କିନ୍ତୁ ଯିହୁଦୀମାନଙ୍କ ଭୟରେ ଗୁପ୍ତ ଭାବରେ ଥିଲେ, ସେ ଯୀଶୁଙ୍କ ଶରୀର ଘେନିଯିବା ନିମନ୍ତେ ପିଲାତଙ୍କୁ ଅନୁରୋଧ କଲେ। ସେଥିରେ ପିଲାତ ଅନୁମତି ଦେଲେ, ତେଣୁ ସେ ଆସି ତାହାଙ୍କ ଶରୀର ଘେନିଗଲେ। ତାପରେ ଆପଣ ପଢି ପଢି ଆସନ୍ତୁ 41 ପଦ ପର୍ଯ୍ୟନ୍ତ। ଯେଉଁ ନିକୋଦିମ ପ୍ରଥମେ ରାତ୍ରି କାଳରେ ତାହାଙ୍କ ନିକଟକୁ ଆସିଥିଲେ, ସେ ମଧ୍ୟ ପ୍ରାୟ 50 ସେର ଗନ୍ଧରସ ମିଶ୍ରିତ ଅଗୁରୁ ଘେନି ଆସିଲେ। ସେମାନେ ଯୀଶୁଙ୍କର ଶରୀର ଘେନି ଯିହୁଦୀମାନଙ୍କର ସମାଧି ଦେବା ରୀତି ଅନୁସାରେ ତାହା ସୁଗନ୍ଧି ଦ୍ରବ୍ୟ ସହିତ ସୂକ୍ଷ୍ମ ବସ୍ତ୍ରରେ ଗୁଡାଇ ଦେଲେ। ସେ ଯେଉଁ ସ୍ଥାନରେ କ୍ରୁଶରେ ଚଢା ଯାଇଥିଲେ, ସେ ସ୍ଥାନରେ ଗୋଟିଏ ଉଦ୍ୟାନ ଥିଲା,
ଆଉ ସେହି ଉଦ୍ୟାନରେ ଗୋଟିଏ ନୂତନ ସମାଧି ଥିଲା, ସେଥିରେ କେହି କେବେ ରଖାଯାଇ ନଥିଲା। ଅତଏବ ଯିହୁଦୀମାନଙ୍କର ଆୟୋଜନ ଦିନ ହେତୁ ସେହି ସ୍ଥାନରେ ସେମାନେ ଯୀଶୁଙ୍କୁ ରଖିଦେଲେ, କାରଣ ସେହି ସମାଧି ନିକଟରେ ଥିଲା। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶରୀରକୁ ସମାଧିସ୍ଥ କରାଗଲା। ସେ ମୃତ୍ୟୁଭୋଗ କଲେ ଆଉ ତାଙ୍କର ଶରୀରକୁ ସମାଧିସ୍ଥ କରାଗଲା। ଜଣେ ବାଇବଲ କେବେ ଭଲରେ ପଢି ନାହାନ୍ତି, ବାଇବଲ କଣ ଜାଣନ୍ତି ନାହିଁ, ସେମାନେ ବିଭିନ୍ନ ମତ ଦିଅନ୍ତି। ଆପଣ ସେଗୁଡାକ ଶୁଣିବା ଆବଶ୍ୟକ ନାହିଁ। ୟୁଟ୍ୟୁବରେ ଗୁଡେଇ ମେସେଜ ଆସେ, ଆପଣ ଅବାନ୍ତର କଥା ଗୁଡାକର ଉତ୍ତର ଦେବାର ଆବଶ୍ୟକ ମଧ୍ୟ ନାହିଁ। ଏଠି କଣ ଲେଖାଯାଉଛି ଯେ ଯୀଶୁ ମୃତ୍ୟୁଭୋଗ କଲେ ଆଉ ତାଙ୍କୁ ସମାଧିସ୍ଥ କରାଗଲା। ଲୁକ ଯେତେବେଳେ ଲେଖୁଛନ୍ତି, ଲୁକ ନାହିଁ, ପାଉଲ ଯେତେବେଳେ ଲେଖୁଛନ୍ତି କରନ୍ଥୀୟ ମଣ୍ଡଳୀକୁ, ପ୍ରଥମ କରନ୍ଥୀୟ 15 ପର୍ବ ତାର 3 ପଦ ଆଉ 4 ପଦ। ପ୍ରଥମ କରନ୍ଥୀୟ 15 ପର୍ବ 3 ଆଉ 4 ପଦ। କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଏହି ପ୍ରଧାନ ଶିକ୍ଷା ତୁମ୍ଭମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ, ସମାଧି ପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ଉତ୍ଥିତ ହେଲେ। କଣ ଲେଖାଯାଉଛି? ଯୀଶୁ କଣ କଲେ? କେତେ ସୁନ୍ଦର ଲେଖାଯାଉଛି ଦେଖନ୍ତୁ। କାରଣ ଯେଉଁ ଯେଉଁ ଶିକ୍ଷା ମୁଁ ପାଇଥିଲି, ସେଥିମଧ୍ୟରୁ ଗୋଟେ ପ୍ରଧାନ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଥିଲି, ଯଥା ଖ୍ରୀଷ୍ଟ ଶାସ୍ତ୍ର ଅନୁସାରେ ଆମ୍ଭମାନଙ୍କ ପାପ ନିମନ୍ତେ ମୃତ୍ୟୁଭୋଗ କଲେ। ଶାସ୍ତ୍ରରେ ଯେମିତି ଲେଖା ଯାଇଛି, ସେ ଯେମିତି ଦୁଃଖ ଭୋଗ କରିବେ, ଯେମିତି ମରିବେ, ସବୁ। କାଲି ଅନେକ ଚର୍ଚ୍ଚରେ ଆପଣ ଦେଖିବେ ଯୀଶୁଙ୍କର ଭାବବାଣୀ ଆଉ ସଫଳ ବାଣୀ ପଡିଥିବେ। କାଲି ମୁଁ ଯୋଉ ଚର୍ଚ୍ଚରେ ଯାଇଥିଲି, ପ୍ରାୟ 30ଟା ଭାବବାଣୀ ଆଉ 30ଟା ସଫଳ ବାଣୀ, ମାନେ 60ଟା ପଦ ପଢିଲେ ଆଉ 120ଟା ଗୀତ ଗାଇଲେ। 120ଟା ଗୋଟେ ଗୋଟେ ପଦ ଗୀତ ଆଉ 60ଟା। ତ ମୁଁ ଆପଣ ମାନଙ୍କୁ କାହିଁକି କହୁଛି ଏଇଟା? ଯୀଶୁଙ୍କ ବିଷୟରେ ଭାବବାଣୀ ବି ହେଇଛି, ତା ସଫଳ ମଧ୍ୟ ହେଇଛି ଶାସ୍ତ୍ର ଅନୁସାରେ। ପୃଥିବୀରେ ଯଦି କୌଣସି ଈଶ୍ୱର ଥାନ୍ତି, ଶାସ୍ତ୍ର ଅନୁମୋଦିତ ଈଶ୍ୱର ଥାନ୍ତି, ସେ ଯୀଶୁ ଖ୍ରୀଷ୍ଟ ଅଟନ୍ତି। କାହାଣୀ ନୁହନ୍ତି, କାଳ୍ପନିକ ଚରିତ୍ର ନୁହନ୍ତି। ଆମ ଦେଶରେ ଯେ କରି ବୁଲୁଛନ୍ତି, କିନ୍ତୁ ଶାସ୍ତ୍ରରେ କୋଉଠି ଲେଖା ଅଛି ବୋଲି କହିପାରିବେନି। ସେମାନେ କେବେ ଶାସ୍ତ୍ର ଛୁଇଁ ଏକା ନଥିବେ, ପଢିବାଟା ଦୂରର କଥା। ଶାସ୍ତ୍ର ପଢିଲେ ଜାଣି ହେବ ଈଶ୍ୱର କିଏ। କଣ ଲେଖା? ଶାସ୍ତ୍ର ଅନୁସାରେ ମୃତ୍ୟୁଭୋଗ କଲେ, ସମାଧି ପ୍ରାପ୍ତ ହେଲେ, ଶାସ୍ତ୍ର ଅନୁସାରେ ତୃତୀୟ ଦିନରେ, ସେ ଶାସ୍ତ୍ର ଅନୁସାରେ ସମାଧି ପ୍ରାପ୍ତ ହେଲେ, ସେ ସମାଧିସ୍ଥ ହେଲେ। ଆମର ଆଜିର ପ୍ରସଙ୍ଗ ହଉଛି ଯୀଶୁ ସମାଧିରେ କଣ କରୁଥିଲେ? ଯୀଶୁ ସମାଧିରେ କଣ କରୁଥିଲେ? ଆପଣ ଟିକେ ପଢିବେ ଲୁକ 23 ପର୍ବ 43 ପଦ। ସେଥିରେ ସେ ତାହାକୁ କହିଲେ, ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀସରେ ଉପସ୍ଥିତ ହେବ। ଯୀଶୁ କଣ କହୁଛନ୍ତି? ଯୀଶୁ ଏଠି କହୁଛନ୍ତି, ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ। ତାମାନେ କଣ? ତାମାନେ ଯୀଶୁ ସମାଧିରେ ନାହାନ୍ତି, ଖାଲି ଶରୀର ଆକା ପଡିଛି, ଖାଲି ଶରୀର ଆକା ସେଠି ଅଛି, ଯୀଶୁଙ୍କର ଆତ୍ମା ସେଠି ନାହିଁ। ଯୀଶୁଙ୍କର ଶରୀରକୁ ସମାଧିସ୍ଥ କରାଗଲା, ଏ ଚରର ଶରୀରକୁ ସମାଧିସ୍ଥ କରାଯାଇନି। ତାକୁ କଣ କରାଗଲା? ସେଇ ମୁଁ କହୁଥିଲି ଆପଣ ମାନଙ୍କୁ, ଜେରୁସାଲମର ସେଇ ବାହାରେ ହିଁ ଗୋଟେ ବହୁତ ବଡ ଗାତଟା ଥିଲା। ଅବଶ୍ୟ ସେଠି ପାର୍କ ବନା ଯାଇଛି। ସେ ବହୁତ ବଡ ଗାତ ଥିଲା। ଏମିତି ଲାବାରିସ ଯାହାକୁ କେହି କ୍ଲେମ କରୁନଥିଲେ, ସେ ଶରୀର ଗୁଡାକ ସେ ଗାତରେ ଫୋପାଡି ଦଉଥିଲେ, ଯୋଉଠି ସଢି ସଢି ପୋକ ବାହାରିକି ବା ନିଆଁ ଲଗାଇ ଦଉଥିଲେ। ଏମିତି ସେ ସଢିକି ନଷ୍ଟ ହେଇଯାଉଥିଲା।
ଯଦି ଯୀଶୁଙ୍କର ଶରୀର ବି କ୍ଲେମ କରାଯାଇ ନଥାନ୍ତା ତେବେ ସେଇଟା ମଧ୍ୟ ସେମିତି ଏକା ଫୋପାଡ଼ି ଦେଇଥାନ୍ତା। ପ୍ରଭୁ ସେଇ ଚୋରର ଦିଟା ଚୋରର ଶରୀର ମଧ୍ୟ ଫୋପାଡ଼ି ଦିଆଗଲା, କିନ୍ତୁ ଜଣକୁ ପ୍ରଭୁ ଯୀଶୁ କଣ କହୁଛନ୍ତି, ପ୍ରତିଶ୍ରୁତି ଦଉଛନ୍ତି, ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ। ତାମାନେ କଣ? ତାମାନେ ଯୀଶୁଙ୍କର ଖାଲି ଶରୀରକୁ ସମାଧିସ୍ଥ କରାଯାଇଛି, କିନ୍ତୁ ସେ ସେଠାରେ ନାହାନ୍ତି। ଆମେ ଏବେ କେମିତି ଅଛୁ? ଆପଣଙ୍କ କଥା ଦେଖନ୍ତୁ, ଆପଣଙ୍କ ଶରୀର ଅଛି ଆଉ ଆତ୍ମା ଅଛି। ଆମେ ବର୍ତ୍ତମାନ ଅଛୁ। ମଲା ପରେ କଣ ହବ? ମଲା ପରେ ଶରୀର ଆଉ ଆତ୍ମା ଅଲଗା ହେଇଛି। ଏ ଅନୁଭୂତି ଆମର ଏବେ ଆସିନି। ଆମେ ଯେବେ ମରିଯିବା ସେତେବେଳେ ଏ ଅନୁଭୂତି ଆସିବ। ହେଲା, କଣ ହବ? ଖାଲି ଶରୀର ପଡିଥିବ, ସେ ପାଖେ ଲୋକ ଦେଇ କାନ୍ଦୁଥିବେ, କେତେ କଥା କହୁଥିବେ, ସେ ଲୋକ ଶୁଣୁ ନଥିବେ। ସେଥିପାଇଁ ମୁଁ କହିବା ପାଇଁ ଚାହେଁ, ଜଣେ ଲୋକ ମଲା ପରେ ପ୍ରଶଂସା କରନ୍ତୁ ନାହିଁ। ମଲା ପରେ, ମରିବା ପୂର୍ବରୁ ପ୍ରଶଂସା କରନ୍ତୁ, ମଲା ପରେ ଗାଳି କରନ୍ତୁ, କାରଣ ସେ ଶୁଣିବ ନାହିଁ। ମଲା ପରେ ଶୁଣିବ ନାହିଁ। ସେ ମରିବା ପୂର୍ବରୁ ପ୍ରଶଂସା କରନ୍ତୁ, ମଲା ପରେ ଗାଳି କରନ୍ତୁ, କିଛି ଯାଇ ଆସେ ନାହିଁ। ଆମେ ମଲା ପରେ ପ୍ରଶଂସା କରୁ କି ଲାଭ ନାହିଁ? ମୋର ବି ପଦେ କହିବାର ଥିଲା, ମୁଁ ବି ତାଙ୍କୁ ପଦେ କହିବା ପାଇଁ ଚାହେଁ। ଏତେ କଥା ବଞ୍ଚିଲା ବେଳେ କହିଲେ ଭଲ ଥିବ। ତ କଣ ଜଣେ ବ୍ୟକ୍ତି, ଆମେ ଏବେ କେମିତି ଅଛୁ? ଏ ଶରୀରରେ ଅଛୁ ଆଉ ଆମ ଭିତରେ ଆତ୍ମା ବି ଅଛି, କିନ୍ତୁ ମଲା ପରେ କଣ ହୁଏ? ଆପଣ ଦେଖିବେ ଉପଦେଶକ 12 ପର୍ବ 7 ପଦ। ପୁଣି ଧୂଳି ପୂର୍ବ ପରି ମୂର୍ତ୍ତିକାରେ ଲୀନ ହେବ, ଆଉ ଆତ୍ମାଦାତା ପରମେଶ୍ୱରଙ୍କ ନିକଟକୁ ଆତ୍ମା ଫେରିଯିବ। ତ ମଲା ପରେ କଣ ହବ? ଏ ଶରୀର ଆଉ ଆତ୍ମା ଅଲଗା ହେଇଯିବ। ପ୍ରଭୁ ଯୀଶୁ ତାର ଅନୁଭୂତି ଆଜି ଅଛନ୍ତି। ଏ ଶନିବାର ଦିନ କଣ ହେଲା ଯେ ଶରୀର ତ ଅଛି ସମାଧିରେ, କିନ୍ତୁ ଆତ୍ମା ସେଠି ନାହିଁ। ମାନେ ଯୀଶୁଙ୍କର ଆତ୍ମା ଫୁଲି ଆକ୍ଟିଭ ଅଟେ। ତାକୁ କହୁଛନ୍ତି ଆଜି ତୁମେ ମୋ ସହିତ ପାରଦୀସକୁ ଯିବ। ତାପରେ ତୃତୀୟ ଦିବସରେ ଯୀଶୁ କଣ କଲେ? ପୁଣି ସେଇ ଶରୀରରେ ତାଙ୍କର ଆତ୍ମା ପ୍ରବେଶ କରିବାରୁ ସ୍ୱ ଶରୀରରେ ଉଠିଛନ୍ତି, ଅଲଗା ଶରୀର ନାହିଁ, ସେଇ ଶରୀରରେ। ତେଣୁ ଦୂତ କଣ କହୁଛନ୍ତି? ଆସ ଦେଖିବ, ସେ ଯୋଉଠାରେ ଶୋଇ ରଖାଯାଇଥିଲା ସମାଧିରେ, ସେ ସେଠାରେ ନାହାନ୍ତି। ସେ ସେଠାରେ ନାହାନ୍ତି, ସେଇ ଶରୀର, ସେଇ ଶରୀର ଉଠିଛନ୍ତି। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ତିନୋଟି, ମାନେ ଶରୀର ପ୍ଲସ୍ ଆତ୍ମା, ଏବେ ଆମେ ଅଛୁ। ଆଜିର ପରିସ୍ଥିତି କଣ? ଶରୀର ମାଇନସ୍ ଆତ୍ମା, ଶରୀର ଆଉ ମାଇନସ୍ ଆତ୍ମା, ଖାଲି ଶରୀର ଆତ୍ମା ଅଲଗା। ତାପରେ ତୃତୀୟ ଦିବସରେ ଶରୀର ପ୍ଲସ୍ ଆତ୍ମା, ଏ ଦିଟା ମିଶିକି ସେ ଉଠିଛନ୍ତି। ତାମାନେ ଯୀଶୁ ସମାଧିରେ କଣ କରୁଥିଲେ? କିଛି ନାହିଁ, ଖାଲି ଶରୀର ଏକା ଥିଲା, ସେ ଫୁଲି ଆକ୍ଟିଭ ଥିଲେ। ପ୍ରଭୁଙ୍କ ନାମର ସ୍ତୁତି ହଉ, ପ୍ରଭୁଙ୍କ ନାମର ଗୌରବ। ଆପଣ ଦେଖିବେ ମାଥ୍ୟୁ ତାର 12 ପର୍ବ 40 ପଦ। କାରଣ ଜୁନସ ଯେପରି 3 ଦିନ ଓ 3 ରାତ୍ରି ବୃହତ୍ ମତ୍ସ୍ୟ ଉଦରରେ ଥିଲେ, ମନୁଷ୍ୟପୁତ୍ର ସେହିପରି 3 ଦିନ ଓ 3 ରାତ୍ରି ଭୂଗର୍ଭରେ ରହିବେ। କଣ ଲେଖାଯାଉଛି? ଜୁନସ ଗୋଟେ ଚିହ୍ନ ମାଗିଲେ, ଚିହ୍ନ ମାଗିଲାରୁ କଣ ବୋଲି କୁହାଯାଉଛି? ଜୁନସ ଯେପରି ଭୂଗର୍ଭରେ 3 ଦିନ 3 ରାତ୍ରି ରହିଲେ, ମନୁଷ୍ୟ ପୁତ୍ର ସେହିପରି ରହିବେ। ଖାଲି ଗୋଟେ ସିମ୍ବଲିକ, ଯୀଶୁ 3 ଦିନ 3 ରାତ୍ରି ସମାଧିରେ ରହିବେ, ସେତିକି। ଶରୀରଟା ରହିଥିବ। ପ୍ରଭୁ ଆଜି ଆମମାନଙ୍କୁ ଗୋଟେ ସୁଯୋଗ ଦେଇଛନ୍ତି ଜାଣିବା ପାଇଁ, ଗୋଟେ ଧନ୍ୟବାଦୀ ହେବା ପାଇଁ, ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ ଆମ ପାଇଁ କେବଳ
दुख भोग करना समाधिस्थ तांकर शरीर को समाधि रे रखा गला किंतु तांकर शरीर ही समाधि रे थिला किंतु से सेठारे नथिले पितर गोटे कथा लिखुछंती प्रथम पितर 3 पर्व तार 18 और 19 पद जेणु आम्भମାନଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପାଇଁ ଖ୍ରୀଷ୍ଟ ମଧ୍ୟ ଧାର୍ମିକ ହୋଇ ଅଧାର୍ମିକମାନଙ୍କ ନିମନ୍ତେ ପାପ ହେତୁ ଥରେ ମୃତ୍ୟୁଭୋଗ କଲେ। ସେ ଶରୀରରେ ମୃତ୍ୟୁଭୋଗ କଲେ ସତ, କିନ୍ତୁ ଆତ୍ମାରେ ଜୀବିତ ହେଲେ। ସେଥିରେ ମଧ୍ୟ ସେ ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ। एटा कोन लिखुछंती पितर जैसे बंदी आत्मा मान को निकट को जाई प्रचार कले जो आत्मा गुड़ी को बंदी थिले एटा से लिखुछंती एटा बाइबल व्याख्याकार माने बुझांती किंतु यार मत पार्थक्य गुडे रही थाए तापर से कोन करछंती 4 पर्व तार 6 पद प्रथम पितर 4 पर्व 6 पद କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ୱରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ। ଏଠି ଗୋଟେ କୋन ଲେଖା ଅଛି ଏଇ ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା। ଏଇଟା ପଢି ଦେଇ ଲୋକ କଣ ଭାବୁଛନ୍ତି ନାଇଁ ନାଇଁ ମଲା ପରେ ବି ଗୋଟେ ସୁଯୋଗ ଅଛି ସୁସମାଚାर ଶୁଣିବାର ଏଇଟା ଲୋକ କହୁଛନ୍ତି। ଯୀଶୁ କଣ କଲେ ଯେ ସେ ମଲା ପରେ ସମାଜରେ ତାଙ୍କ ଶରୀର ଥିଲା ସତ କିନ୍ତୁ ଆତ୍ମାରେ ସେ ଜୀବିତ ହୋଇ ଏଇ ବନ୍ଦୀ ଆତ୍ମା ମାନଙ୍କ ନିକଟରେ ପ୍ରଚାର କଲେ ତା ସହିତ ମୃତ ମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା। ତ ଏଇଟା ବିଶ୍ୱାସ କରି ଲୋକମାନେ କଣ କରୁଥିଲେ ମଲା ଲୋକମାନ ପାଇଁ ବାପ୍ତିସ୍ମ ନେଉଥିଲେ କାରଣ ସେ ତ ମରିଗଲେ ଏବେ ମୋର ଜେଜେ ମରିଗଲେ मोर आई की अजा मरीगले से बाप्तिस्म नहीं नांती कि मोर किए गोटे पूर्व पुरुष से मरीगले बाप्तिस्म नहीं नांती एई पद को धरी लोक कोन भाबुतिले से तो सुसमाचार सुनिथिबे मला पर तो प्रचार हेतिबो से तो मन परिवर्तन करिथिबे हेले बाप्तिस्म तो नहीं नथिबे तापरे कोन करागला तांको पाई तागर नाती किए गोटे परिवार बाप्तिस्म नौथिला एंतीटा गोटे चली जदि एमती हेइतांता केते सुविधा हेइतांता बाइबल रो जते पद पर्व हम पढुछु ताको सपोर्ट कला बलिया जदि किछि थिबो हम ताको उद्धृत करी बुझाई परिबा किंतु सिंगल वर्ड गुडा को बुझाइला बेलको हमको असुविधा रही हेले मोर अजा बाप्तिस्म नहीं नांती हेले कोन करबा अछि मो अजा को ना थिला लाजर बेनिया हेला कोन करबो लाजर बेनिया को पाई तांकर नाती निरंजन तुरु पिता पुत्र पवित्र आत्मा को नाम रे बाप्तिस्म नोछि बोले बोलु मोर जेजे बापा को ना थिला प्रभुदास तुरुक कोन करे से नहीं नांती तो तांको पाई कोन करबा अछि मु जाई नै जिबा अछि काहे कि से सुसमाचार तो सुनिले जदि सेमिति सुजोग थांता फैसिलिटी थांता कहले ए धनी इग्नोर करे जाई थांता कि ए धनी तो आराम रे पुनी तो जाई पळै थांता से डेकरी मला पर से पळै थांता ने केते सुविधा रे एते कोलबले पड़ी रही थांता कि के मला पर के भी नोर करे रही न थांते कारण नोर कर 2 दिन काटला पर तो तार मन परिवर्तन नहीं जाई थांता से लोक मला पर छाती पिटी ला बेल को सुसमाचार तुमे जदि एबे मन परिवर्तन करिवो एई स्थान तुमे रक्षा प्राप्त होई स्वर्ग को जीवो के जीवो बोले सब बंदी आत्मा नरक थिबा लोक मान सब डिया मारि तांते आंठू मारी कांदी कांदी प्रार्थना करी समस्त पळै तांते कोठी की नाही एली कोन कहउछन देखंतु लूक 16 पर्व लूक 16 पर्व तारो 30 31
ଲୁକ 16:30-31। ସେଥିରେ ସେ କହିଲା, ହେ ପିତା ଅବ୍ରାହମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହାହେଲେ ସେମାନେ ମନ ପରିବର୍ତ୍ତନ କରିବେ। କିନ୍ତୁ ସେ ତାହାକୁ କହିଲେ, ଯଦି ସେମାନେ ମୂଷା ଓ ଭାବବାଦୀମାନଙ୍କର କଥା ନ ଶୁଣନ୍ତି, ତାହାହେଲେ ମୃତମାନଙ୍କ ମଧ୍ୟରୁ ଜଣେ ପୁନରୁତ୍ଥିତ ହେଲେ ସୁଦ୍ଧା ସେମାନେ ପରାମର୍ଶ ଗ୍ରହଣ କରିବେ ନାହିଁ। 29 ମଧ୍ୟ ପଢନ୍ତୁ, 29। କିନ୍ତୁ 29। ଅବ୍ରାହମ କହିଲେ, ସେମାନଙ୍କ ନିକଟରେ ମୂଷା ଓ ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଅଛି, ସେମାନେ ସେମାନଙ୍କର କଥା ଶୁଣନ୍ତୁ। କଣ ଶୁଣନ୍ତୁ? ମୂଷା ଆଉ ଭାବବାଦୀଙ୍କର ଯୋଉ ଶାସ୍ତ୍ର ଅଛି ସେଇଟା ଶୁଣନ୍ତୁ, ତେବେ ଏଇଠିକି ଆସିବେ ନାହିଁ। ଏଠି ଆସିଲା ପରେ ଆଉ କିଏ କୋଉଠି ଯିବ ନାହିଁ। ଏଇଠି ଆସିଲା ପରେ ଆଉ କୋଉଠି ଯିବାର ନାହିଁ। ଏଇ ଯନ୍ତ୍ରଣାମୟ ସ୍ଥାନକୁ ଯେ ଆସିବ, ମଲା ପରେ ଆଉ ଏଠୁ ବାହାରି ଯିବାର ଚାନ୍ସ ନାହିଁ। ଦୁଇଟା ଜାଗା ଅଛି, ଏଠି ନହେଲେ ସେଠି ଅନନ୍ତ କାଳ କାଟିବା ପାଇଁ ପଡିବ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ ଏଇଥିପାଇଁ କହୁଛି, ବେଳ ଥାଉ ଥାଉ ଆମେ ଅନୁତାପ କରିବା ଦରକାର, ପାପରେ ରହିବାର ନାହିଁ। ଦୁଇଟା ବିଷୟ ଡେରି କରିବାର ନାହିଁ। ଗୋଟେ ହଉଛି କ୍ଷମା ମାଗିବାକୁ ଆଉ କ୍ଷମା ଦେବାକୁ। ପ୍ରଭୁଙ୍କ ନିକଟରେ କ୍ଷମା ମାଗିବା, ପରସ୍ପରକୁ କ୍ଷମା ଦେବା। କାରଣ ସ୍ୱର୍ଗ ହଉଛି କ୍ଷମା ପାଇଥିବା ଆଉ କ୍ଷମା ଦେଇଥିବା ଲୋକମାନଙ୍କର ଜାଗା। ସମସ୍ତେ ରହିବେନି। ମୁଁ ଜାଣି ନାହିଁ ଗତକାଲି କିଏ କିଏ କାହାକୁ କ୍ଷମା ଦେଲେ କି ନଦେଲେ। ଯଦି କ୍ଷମା ଦେଇନାହାନ୍ତି, ଆଜି ବି ବାକି ଅଛି, ଆଜି ମଧ୍ୟ ଦେଇପାରିବେ। ତେବେ ଆସନ୍ତା କାଲି ଆପଣ ପୁନରୁତ୍ଥାନ ପର୍ବ ପାଳନ କରିପାରିବେ। ନହେଲେ ପୁନରୁତ୍ଥାନ କଣ ଆପଣଙ୍କ ପାଇଁ? ଆପଣ ତ ମୃତାବସ୍ଥାରେ ଅଛନ୍ତି। ଲୋକମାନେ ଗୋଡ ତ ଧୋଇଦେଲେ, ମନ କେବେ ଧୋଇବେ ଜଣା ନାହିଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମାଧିରେ କଣ କରୁଥିଲେ? ସେ ସମାଧିରେ ନଥିଲେ, କେବଳ ଶରୀର ତାଙ୍କର ସେଠି ରହିଥିଲା। ଆଉ ସେ ଚରକୁ ମଧ୍ୟ ଫୋପାଡ଼ି ଦିଆଗଲା ସତ କଥା, ସେ ଗାତରେ ତାର ଶରୀରକୁ, କିନ୍ତୁ ତାର ଆତ୍ମା ପାରଦିଶରେ ଯାଉଛି। ଯୀଶୁଙ୍କର ସମାଧିସ୍ଥ ହେବା ସତ କଥା, ସମାଧିରେ ରଖାଗଲା, ଏହା ବି ଶାସ୍ତ୍ର ଅନୁସାରେ ହେଲା। ଆଉ ସେ କବର ଫଟେଇକିରି ବାହାରିଲେ, କବରରୁ ବାହାରିଲେ। ଦୂତ ସେଇଥିପାଇଁ ଅଛନ୍ତି, କହିବା ପାଇଁ, ଯାଇକି ଦେଖ। ଯୀଶୁଙ୍କର ଶରୀର ହିଁ କେବଳ ରଖାଯାଇଥିଲା ସେଠି। ପୃଥିବୀରେ ଏକମାତ୍ର, ଯଦି ସବୁ ଧର୍ମରେ ଗୋଟେ ଗୋଟେ ହେଇଥାନ୍ତା ବୋଲେ ସମସ୍ତେ ବିଶ୍ୱାସ କରିଥାନ୍ତେ, ହଁ ଆମ ଧର୍ମରେ ବି ହେଇଛି, କୋଉ ବଡ କଥା ହେଇଗଲା। ଆମର ଭଗବାନ ବି ମରିକି ଉଠିଛନ୍ତି, ତାଙ୍କର ବି ଉଠିଛନ୍ତି, ସେ ବି ଉଠିଛନ୍ତି, କିଏ ଉଠିଛନ୍ତି? କେବଳ ଜଣେ। ଯୀଶୁଙ୍କର ସମାଧି ରେକର୍ଡେଡ ଅଟେ। ଯୀଶୁଙ୍କୁ ଜଳ ସମାଧି ଦିଆଯାଇ ନଥିଲା। ଜଳ ସମାଧି ବୋଲେ କଣ? ମଲା ପରେ ପାଣିରେ ଫିଙ୍ଗିଦେବା। ଆମ ଦେଶରେ ଜଣେ ଭଗବାନ, ତାଙ୍କ ଲୋକ ବହୁତ ମାନନ୍ତି, ସେ ଜିଅନ୍ତା ଜିଅନ୍ତା ପାଣିରେ ଡେଇଁକିରି ମରିଗଲେ, ବୋଲେ ପାଣିରେ ବୁଡିକି ମରିଗଲେ। ତାକୁ ଜଳ ସମାଧି ବୋଲି କହୁଛନ୍ତି। ଜଳ ସମାଧି ନାହିଁ, ଆତ୍ମହତ୍ୟା ସେଇଟା। ଯଦି ଜଣେ ଜିଅନ୍ତା ଜିଅନ୍ତା ପାଣିରେ ବୁଡିକିରି ମରିଯିବ, କଣ ବୋଲି କହିବେ? କାରଣ ସେ ଗୁଡେ ଭୁଲ କାମ କଲେ। ଭୁଲ କାମ କଲା ପରେ ତାଙ୍କର ବିବେକ ତାଙ୍କୁ ବାଧା ଦେଲା। ସେ ଆତ୍ମଗ୍ଲାନୀରେ ସେ କଣ କଲେ? ପାଣିରେ ବୁଡିକିରି ମରିଗଲେ। ସେ ବି ଭଗବାନ କଲେ। ତାକୁ ଜଳ ସମାଧି କୁହାଯାଏ ନାହିଁ, ପାଣିରେ ବୁଡିକିରି ମଲେ ବୋଲି କୁହାଯାଏ। କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସବୁ ବିଷୟ ରେକର୍ଡେଡ ଅଛି। ଏଭ୍ରିଥିଂ ଇଜ ରେକର୍ଡେଡ। ତାଙ୍କର ଜନ୍ମ ରେକର୍ଡେଡ, ତାଙ୍କର ଜୀବନ କାଳରେ କଣ କଣ କଲେ ସବୁ ଲେଖା ହେଇଛି। ସେ କେଉଁମାନଙ୍କୁ ସାକ୍ଷାତ କଲେ ସେଇଟା ବି ଲେଖା ହେଇଛି। ଆଉ ସେମାନେ ଶାସନକର୍ତ୍ତା ମାନେ ଥିଲେ, କୋଉ କୋଉ ସମୟରେ ଥିଲେ ସେଇଟା ବି ଲେଖା ହେଇଛି। କେଉଁ ଶାସନକର୍ତ୍ତାଙ୍କ ସମୟରେ ତାଙ୍କୁ ବିଚାର କରାଗଲା ତାହା ବି ଲେଖା ହେଇଛି। ସେ ଶାସନକର୍ତ୍ତା ମଧ୍ୟ ଜେନ୍ୟୁଇନ୍, ସେମାନେ ବି ଥିଲେ। ଯୀଶୁଖ୍ରୀଷ୍ଟଙ୍କର ସମାଧିସ୍ଥ କରାଗଲା, କୃଷାର୍ପିତ କରାଗଲା, ତାହା ବି ସତ୍ୟ ଅଟେ। ଯୀଶୁଙ୍କୁ ସମାଧିସ୍ଥ କଲା, ତାହା ବି କଲେ, ତାହା ବି ସତ୍ୟ ଅଟେ। ଯୀଶୁ ସମାଧିରେ
केवल शरीर थिला से नथिले ताहा भी सत्य अटे आ तृतीय दिवस रे यीशु समाधि बाहरी आसिले सजीव होई स्व शरीर रे ताहा भी रेकर्डेड अटे माने यीशु ऑथेंटिक प्रमाण सिद्ध सत्य एवं वास्तव ईश्वर अटन जने ग्रहण करंतु बा न करंतु जानी रखिबा दरकार जे यीशु ही वास्तव त्राणकर्ता अटन से ही वास्तव मृत्यु परे आउ किछि सुविधा नहीं पितर जो लिखुचंती जे सुसमाचार प्रचारित हैला से मृत मान निकट रे एमाने आडे बप्तिस्म नउचंती एमती जदि थांता नरकर आवश्यक न था सब तो पळैता मला पर तो सब चेता पसिबो ना नहीं मला संगे संगे लोक पारदेश को जीवन नरक को जीवो जे पारदेश गला तो से आराम रे अछि से आराम रे पळेबो कारण से शांतिर स्थान सेना आत्मा गणर विश्राम स्थान आत्मा गणर अविश्राम स्थान होची नरक लाजर जाय कि अब्राहम कलर जाउची अब्राहम कलर किछि टेंशन नै शांति आराम सेठी किछि अनुताप दरकार अनुताप कर मन फेरै तो से सेठी कि जीवो किंतु धनी कोनी जाइछि नरक को जाय कलबल होची सेठी तो ताको सुसमाचार कुआ जीवो से भितरे से रहिबो सेठी आंटू मारी कांदी कांदी सष्टांग होई पड़ी कि अनुताप करी संगे संगे शिफ्ट हे जीवो से संगे संगे सेठी आगा गोटे मिनिट रे कांदी अनुताप करी से वाक्य प्रचार बंद करो आगे हम अनुताप करछि एबे एका जाउछि बोली समस्त पळे मृत्यु पर किछि करि हबनी एवरी 9 पर्व 27 पद पढंतु एवरी 9 पर्व 27 पद मनुष्य मानक निमंते जेपरि थरे मात्र मृत्यु आउ ताहा परे विचार निरूपित अछि बस बस थैंक यू एडी कोन लिखा अछि मनुष्य मानक निमंते थरे मात्र मृत्यु ता परे विचार निरूपित अछि ता परे विचार अछि ता परे उद्धार नै मला परे उद्धार नै थरे मात्र मृत्यु आउ ताहा परे विचार निरूपित अछि अछि माने अछि विचार अछि आउ मन फेरण अनुताप स्थान परिवर्तन नहीं मृत्यु पर विचार अच्छी विचार पर चोटी जीवार जीवस तेणु आज प्रसंग होची यीशु समाधि रे कौन करुथिले यीशु समाधि रे नथिले केवल शरीर ही रखा जाइथिला तांको शरीर को ही समाधिस्थ करा जाइछि आ तृतीय दिवस रे से स्व शरीर रे उठिले तो आमर जो प्रिय लोक माने मध्य मृत्यु भोग करिसंती आ जो मान को समाधिस्थ करा जाइछि से माने मध्य प्रभु यीशु ख्रीष्टंकर आगमन समय रे जेते से डाकिबे तुरी शब्द हबो कबर फटाई से माने भी स्व शरीर उठिबे आमे समस्त परस्पर को चिना चिनी ही पारि परस्पर को छिड़ जाय बाबा मां आउ कहि हबने सतिया एडा मोर स्त्री आज्ञा एडा मोर स्त्री एडा मोर पुओ एडा मोर जेजे एडा सेठी आउ हबने सेठी दूत मान को बलिया रहिबा सेठी आज स्वामी स्त्री पुओ जे के रहि हबने नहिले असुविधा ही दियो सेठी आउ से संपर्क रहिबो नै से शारीरिक संपर्क रहिबो नै दूत मान को तुल्य आमे सेठी रहिबा प्रभु आपण मान को प्रत्येक को बाहुल्य रूप आशीर्वाद करंतु आसंतु प्रार्थना करिबा।